ପଳପଳା ନଦୀରେ ବୁଡ଼ି ଶିଶୁକନ୍ୟା ହୋଇଛି ନିଖୋଜ। ଗତକାଲିଠାରୁ ପରିବାର ଲୋକ ଦୁଃଖ କହିଲେ ନ ସରେ, କାରଣ ଗତକାଲିଠାରୁ ମିଳୁନି ନିଖୋଜ ଶିଶୁକନ୍ୟାର ଖୋଜ ଖବର। ଗଣେଶ ପୂଜାରେ ମା ସହିତ ପିଉସା ଘରକୁ ବୁଲିବାକୁ ଆସିଥିବା ବେଳେ ପାଣିରେ ବୁଡ଼ି 2 ବର୍ଷର ଶିଶୁକନ୍ୟା ହୋଇଛି ନିଖୋଜ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବୁନ୍ଦ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପଳପଳା ନଦୀରେ ବୁଡ଼ି ଶିଶୁକନ୍ୟା ନିଖୋଜ ହୋଇଥିବା ବେଳେ ଗତକାଲିଠାରୁ ବସ୍ତା ପୋଲିସ ଓ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଗ୍ରାମର ପପୁ ସରେନ ନାମକ ଜୈନିକ ବ୍ୟକ୍ତିଙ୍କ 2 ବର୍ଷର ଝିଅ ଏବଂ ସ୍ତ୍ରୀକୁ ନେଇ ପରିବାର ସହିତ ବୁନ୍ଦ ଗ୍ରାମର ବନ୍ଧୁ ଘରକୁ ଗଣେଶ ପୂଜା ଅବସରରେ ବୁଲିବା ପାଇଁ ଯାଇଥିଲେ। ନଦୀ ପାର୍ଶ୍ୱରେ ପିଲାଟି ଖେଳୁଥିବା ବେଳେ ପରିବାର ଲୋକଙ୍କୁ ଅଜାଣତରେ ନଦୀରେ ପଡ଼ିଯାଇ ନିଖୋଜ ହୋଇଯାଇଛି। ଖବର ପାଇ ଆଜି ବସ୍ତା ତହସିଲଦାରଙ୍କ ଉପସ୍ଥିତିରେ ବସ୍ତା ପୋଲିସ ଅଗ୍ନିଶମ ବାହିନୀ ଏବଂ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି। ନ୍ୟୁଜ୍ ପଢ଼ା ହେବା ପର୍ଯ୍ୟନ୍ତ ପିଲାଟିର କୌଣସି ସନ୍ଧାନ ମିଳିପାରିନାହିଁ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।